ଗପ ଅମୃତରେ ବିକ୍ରମ ବେତାଳ ଗପ ପରିବେଶର ପ୍ରଭାବ। ଏକଦା ନରେନ୍ଦ୍ର ନାମକ ଜଣେ ରାଜା ଶିଲଙ୍ଗେରୀ ରାଜ୍ୟରେ ରାଜୁତି କରୁଥିଲେ। ତାଙ୍କର ଇନ୍ଦ୍ରସେନ ଏବଂ ଚନ୍ଦ୍ରଭାନୁ ନାମକ ଦୁଇ ପୁତ୍ର ଥିଲେ। ନରେନ୍ଦ୍ର ତାଙ୍କର ବଡ଼ ପୁଅ ଇନ୍ଦ୍ରସେନକୁ ପୋଷ୍ୟପୁତ୍ର ଭାବରେ ତାଙ୍କର ଭିଣୋଇ ପ୍ରଶାନ୍ତ ସେନକୁ ପ୍ରଦାନ କରିଥିଲେ। ପ୍ରଶାନ୍ତ ସେନ ପଡ଼ୋଶୀ ରାଜ୍ୟ ଗଙ୍ଗାପୁରମ ରାଜ୍ୟରେ ରାଜୁତି କରୁଥିଲେ। ପ୍ରଶାନ୍ତ ସେନଙ୍କର ନିଜର କୌଣସି ପୁଅ ଝିଅ ନଥିବାରୁ ସେ ଇନ୍ଦ୍ରସେନକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କଲେ ଏବଂ ତାଙ୍କୁ ତାଙ୍କର ସିଂହାସନର ଉତ୍ତରାଧିକାରୀ ଘୋଷଣା କଲେ। ନରେନ୍ଦ୍ର ପିଲାଦିନରୁ କୁସଙ୍ଗରେ ପଡ଼ିଥିଲେ। ସେ ପ୍ରଚୁର ମଦ୍ୟପାନ କରୁଥିଲେ ଏବଂ ମନୋରଞ୍ଜନରେ ଅଧିକ ସମୟ ବିତାଉଥିଲେ। ସେ ତାଙ୍କର ରାଜ୍ୟର ଶାସନ ଦାୟିତ୍ୱ ମନ୍ତ୍ରୀ ଉଗ୍ରସେନ ଏବଂ ସେନାପତି ବଳଭଦ୍ରଙ୍କ ହାତରେ ଛାଡ଼ି ଦେଇଥିଲେ। ମନ୍ତ୍ରୀ ଏବଂ ସେନାପତି ତାଙ୍କର କ୍ଷମତା ବ୍ୟବହାର କରି ନିଜର ସ୍ୱାର୍ଥ ହାସଲ କରୁଥିଲେ। ସେମାନେ ମଧ୍ୟ ମଦ୍ୟପାନ ତଥା ବିଳାସ ବ୍ୟସନ ମଧ୍ୟରେ କାଳ କାଟୁଥିଲେ ଏବଂ ରାଜ୍ୟକୁ ଧ୍ୱଂସ ପଥକୁ ଟାଣି ନେଉଥିଲେ। ରାଜ୍ୟର ଲୋକଙ୍କ ଉପରେ ପ୍ରଚୁର କର ବସାଉଥିଲେ ଏବଂ ଜନମଙ୍ଗଳ ଯୋଜନାରେ ରାଜ୍ୟରୁ ସଂଗୃହୀତ କର ବ୍ୟବହାର କରୁନଥିଲେ। ରାସ୍ତାଘାଟ, ବିଦ୍ୟାଳୟ, ହ୍ରଦ ଇତ୍ୟାଦି ନକରି ରାଜ୍ୟକୁ ଅଧିକ ଦରିଦ୍ର କରିଦେଉଥିଲେ। ଯଦି କେହି ପ୍ରଶାସନକୁ ପ୍ରଶ୍ନ କରୁଥିଲେ ତେବେ ତାଙ୍କୁ ବନ୍ଦୀ କରି ଅତ୍ୟାଚାର କରାଯାଉଥିଲା। କିଛିଦିନ ଏହିପରି ଚାଲିଲା ପରେ ରାଜ୍ୟବାସୀ ଅତିଷ୍ଠ ହୋଇପଡ଼ିଲେ। ସେମାନେ ଜଣେ ଭଲ ଶାସକ ଚାହିଁଲେ ଯେ କି ରାଜ୍ୟକୁ ସମୃଦ୍ଧି ପଥରେ ଅଗ୍ରସର କରାଇପାରିବ। ସବୁଆଡ଼େ ଅରାଜକତା ବ୍ୟାପିଲା। ଲୋକେ ବିଦ୍ରୋହ କଲେ। କେତେକ ବୟସ୍କ ବ୍ୟକ୍ତି ପଡ଼ୋଶୀ ରାଜ୍ୟ ଗଙ୍ଗାପୁରମ ରାଜ୍ୟ ପ୍ରଶାନ୍ତ ସେନକୁ ଭେଟି ତାଙ୍କ ସମ୍ମୁଖରେ ଗୁହାରି କଲେ। ସେମାନେ କହିଲେ, ଆଜ୍ଞା ହୁଜୁର, ଆମେ ନରେନ୍ଦ୍ରଙ୍କର ମନ୍ତ୍ରୀ ଏବଂ ସେନାପତିଙ୍କର ନିଷ୍ଠୁର ଶାସନ ସହ୍ୟ କରିପାରିବୁ ନାହିଁ। ଦୟାକରି ଆମ ତରଫରୁ ହସ୍ତକ୍ଷେପ କରନ୍ତୁ ଏବଂ ଆମ ରାଜ୍ୟର ଶାସନଭାର ସୁଚାରୁ ରୂପେ ପରିଚାଳନା କରିବାର ବ୍ୟବସ୍ଥା କରନ୍ତୁ। କିନ୍ତୁ ପ୍ରଶାନ୍ତ ସେନ ଉତ୍ତର ଦେଲେ, ମୁଁ କିପରି ଅନ୍ୟ ରାଜ୍ୟର ଶାସନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବି? ସେ ଜଣେ ସ୍ୱତନ୍ତ୍ର ଶାସକ। ଶିଲଙ୍ଗେରୀର ବୟସ୍କମାନେ ଗଙ୍ଗାପୁରମ ପ୍ରଶାସନ ଦେଖି ଆନନ୍ଦିତ ହେଲେ। ପ୍ରତ୍ୟେକ ଗ୍ରାମରେ ରହିଥିଲା ଜଳାଶୟ, ପୁଅ ଏବଂ ଝିଅମାନଙ୍କ ପାଇଁ ବିଦ୍ୟାଳୟ ଏବଂ ପଡ଼ୋଶୀ ଗ୍ରାମ ସହିତ ସଂଯୋଗ ହୋଇଥିଲା ରାସ୍ତା। କର ମଧ୍ୟ ଖୁବ୍ କମ୍ ଥିଲା। ଯେତେବେଳେ କେହି ରାଜାଙ୍କ ପାଖକୁ ଅଭିଯୋଗ ନେଇ ଯାଉଥିଲେ ସେମାନଙ୍କୁ ପୁରସ୍କାର ଦିଆଯାଉଥିଲା ଏବଂ ତୁରନ୍ତ ସମସ୍ୟାର ଉଚିତ ସମାଧାନ କରାଯାଉଥିଲା। ସେହି ରାଜ୍ୟର ଅଧିକାରୀମାନେ ଲାଞ୍ଚ କ'ଣ ଜାଣିନଥିଲେ। ପ୍ରଶାନ୍ତ ସେନ ତାଙ୍କର ପୋଷ୍ୟପୁତ୍ରକୁ ଇନ୍ଦ୍ରସେନକୁ ସମସ୍ତ ଶାସ୍ତ୍ର, ଭୂମି ସମ୍ପର୍କିତ ନିୟମ, ଦକ୍ଷତା ଏବଂ ପ୍ରଶାସନ ପଦ୍ଧତି ବିଷୟରେ ଦକ୍ଷ ଗୁରୁଙ୍କ ଅଧୀନରେ ଶିକ୍ଷା ପ୍ରଦାନ କରିଥିଲେ। ଇନ୍ଦ୍ରସେନ ମଧ୍ୟ ସାହସୀ ଏବଂ ବୀର ଭାବରେ ବଢ଼ିଥିଲେ। ଇନ୍ଦ୍ରସେନ ମଧ୍ୟ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ପୁଅକୁ ସାହାଯ୍ୟ କରୁଥିଲେ। ସେ ତାଙ୍କର ପିତାଙ୍କ ସହିତ ଶିଲଙ୍ଗେରୀରୁ ଆସିଥିବା ବୟୋବୃଦ୍ଧମାନଙ୍କର କଥା ଶୁଣୁଥିଲେ। ତାଙ୍କର ପିତା ଏଥିରେ ହସ୍ତକ୍ଷେପ କରିବା ପାଇଁ ମନା କଲା ପରେ ସେ କହିଲେ, ମୋର ସାନ ଭାଇ ଚନ୍ଦ୍ରଭାନୁ ଏବେ ଯୁବକ। ଯଦି ତାଙ୍କୁ ରାଜା କରିଦିଆଯାଏ ତେବେ ହୁଏତ ପରିସ୍ଥିତି ବଦଳି ଯାଇପାରେ। ଏ କଥାର ଜବାବରେ ବୟସ୍କ ବ୍ୟକ୍ତିମାନେ କହିଲେ, ତାହା ସମ୍ଭବ ନୁହେଁ। ଯୁବରାଜ, ସେ ମଧ୍ୟ କୁସଙ୍ଗରେ ପଡ଼ି ସମସ୍ତ ମନ୍ଦ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ମନ୍ତ୍ରୀ ଏବଂ ସେନାପତିଙ୍କ ସହିତ ମିଳିତ ହୋଇଛନ୍ତି। ତାଙ୍କୁ ରାଜା କରିବା ଦ୍ୱାରା କୌଣସି ଲାଭ ହେବ ନାହିଁ। ତାପରେ ଇନ୍ଦ୍ରସେନ ପିତାଙ୍କୁ ଚାହିଁ ତାଙ୍କର ମତାମତ ନିର୍ଭୀକ ଭାବରେ ଉପସ୍ଥାପନ କଲେ। ପ୍ରିୟ ପିତା, ମୋତେ କ୍ଷମା କରିବେ। କିଛି ଦୁଷ୍ଟ ବ୍ୟକ୍ତି ଶିଲଙ୍ଗେରୀରେ ରାଜୁତି କରୁଛନ୍ତି। ସେ ମୋର ଜନ୍ମଦାତା ପିତା ନିଜେ ନୁହନ୍ତି କି? ଆପଣ ତାଙ୍କର ଭିଣୋଇ। ତାଙ୍କୁ ସଠିକ୍ ମାର୍ଗରେ ପରିଚାଳିତ କରି ଶିଲଙ୍ଗେରୀ ରାଜ୍ୟର ସୁଖ ଶାନ୍ତି ଫେରି ଆଣିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ତେବେ ଏହି ବିଷୟରେ ହସ୍ତକ୍ଷେପ କରିବା ଭୁଲ କେଉଁଠି? ପ୍ରକୃତରେ ଏହା ଆମର ଦାୟିତ୍ୱ। ପ୍ରଶାନ୍ତ ସେନ କିଛି ସମୟ ପାଇଁ ଚିନ୍ତା କଲେ ଏବଂ କହିଲେ, ତୁମେ ଯାହା କହୁଛ ଯଥାର୍ଥ। ଆସ ଆମେ ଦୁହେଁ ଶିଲଙ୍ଗେରୀ ଯିବା ଏବଂ ତୁମର ପିତାଙ୍କୁ ସାକ୍ଷାତ କରିବା। ଆମେ ତାଙ୍କୁ ସଠିକ୍ ମାର୍ଗକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିବା। ଶିଲଙ୍ଗେରୀର ବୟସ୍କ ବ୍ୟକ୍ତିମାନେ ଆଶ୍ୱସ୍ତ ହେଲେ। ସେମାନେ ଅନ୍ତରର ସହିତ ପ୍ରଶାନ୍ତ ସେନକୁ କୃତଜ୍ଞତା ଜଣାଇ ନିଜ ଦେଶକୁ ଫେରିଲେ। ତା ପରଦିନ ହିଁ ପ୍ରଶାନ୍ତ ସେନ ଇନ୍ଦ୍ରସେନଙ୍କ ସହିତ ଶିଲଙ୍ଗେରୀ ରାଜ୍ୟର ରାଜଧାନୀ ଅଭିମୁଖେ ଯାତ୍ରା କଲେ। ସେଠାରେ ସେମାନେ ରାଜା ନରେନ୍ଦ୍ରକୁ ଭେଟି ତାଙ୍କର ପ୍ରଶାସନର ଦୁରବସ୍ଥା ସମ୍ପର୍କରେ ବର୍ଣ୍ଣନା କଲେ। ସେ ମଧ୍ୟ ତାଙ୍କୁ ହଳ ମନ୍ତ୍ରୀ ଏବଂ ସେନାପତିଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ବାବଦରେ ସଚେତନ କରାଇଦେଲେ। କିନ୍ତୁ ନରେନ୍ଦ୍ର ଏସବୁ କଥା ପ୍ରତି କାନ ଦେଲେ ନାହିଁ ଏବଂ କହିଲେ, ଆମେମାନେ ସ୍ୱାଧୀନ ରାଜା। ଆମେ ଆମ ରାଜ୍ୟକୁ କିପରି ଶାସନ କରିବାକୁ ହେବ ସେ ବିଷୟରେ ଭଲ ଭାବରେ ଜାଣୁ। ଆମେ ଆଉ କାହାର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ। ବର୍ତ୍ତମାନ ତୁମେ ଯାଇପାର। ସେମାନଙ୍କୁ ଅପମାନିତ କରି ଚାଲିଯିବାକୁ କହିଲେ।
ଇନ୍ଦ୍ରସେନ ଆଶା ଛାଡ଼ିଲେ ନାହିଁ। ସେ ତାଙ୍କର ପିତାଙ୍କ ଅନୁମତି ନେଇ ହଠାତ୍ ଶିଲଙ୍ଗେରୀ ଉପରେ ଦିନେ ବିଶାଳ ସେନାବାହିନୀ ସହିତ ଆକ୍ରମଣ କଲେ ଏବଂ ତାଙ୍କର ମନ୍ତ୍ରୀ ଓ ସେନାପତିଙ୍କୁ ବନ୍ଦୀ କଲେ। ତାଙ୍କର ପିତାଙ୍କୁ ସମସ୍ତ ସୁଖ ସୁବିଧା ସହିତ ରାଜପ୍ରାସାଦର ଏକ ଗୃହରେ ବନ୍ଦୀ କଲେ। ତାଙ୍କର ସାନ ଭାଇ ଚନ୍ଦ୍ରଭାନୁକୁ ଗଙ୍ଗାପୁର ମଣାଇଲେ ଏବଂ ସେଠାରେ ତାଙ୍କ ପାଇଁ ପ୍ରଶାସନ ଏବଂ ଅନ୍ୟାନ୍ୟ କୌଶଳ ଶିକ୍ଷା ଗ୍ରହଣର ବ୍ୟବସ୍ଥା କରାଇଲେ। ତାଙ୍କ ଚାରିପଟେ ଉତ୍ତମ ପରିବେଶ ରଖିବା ପାଇଁ ଉଦ୍ୟମ କଲେ। ଏହିପରି 5 ବର୍ଷ ବିତିଗଲା। ଶିଲଙ୍ଗେରୀ ରାଜ୍ୟ ମଧ୍ୟ ଗଙ୍ଗାପୁରମ୍ ପରି ତାଙ୍କର ଶାସନ ଅଧୀନରେ ସମୃଦ୍ଧ ହୋଇଉଠିଲା। ସେ ଯଥେଷ୍ଟ ଜଳାଶୟ, ଉଦ୍ୟାନ, ସ୍କୁଲ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଇଲେ। ସାରା ଦେଶରେ ସମସ୍ତ ସୁବିଧା ଉପଲବ୍ଧ ହେଲା। ଲୋକଙ୍କ ଉପରୁ କରର ବୋଝ ହ୍ରାସ କଲେ। ଶିଲଙ୍ଗେରୀର ଲୋକେ ବର୍ତ୍ତମାନ ସୁଖ ଶାନ୍ତିରେ ବାସ କଲେ। ଇନ୍ଦ୍ରସେନ ଯେତେବେଳେ ସନ୍ତୁଷ୍ଟ ହେଲେ ଯେ ତାଙ୍କର ସାନ ଭାଇ ଭଲ ପ୍ରଶାସକ ହେବାକୁ ସକ୍ଷମ, ସେ ତାଙ୍କୁ ଉପଯୁକ୍ତ ପରୀକ୍ଷା ପରେ ଶିଲଙ୍ଗେରୀର ରାଜସିଂହାସନ ପ୍ରଦାନ କଲେ ଏବଂ ନିଜେ ଗଙ୍ଗାପୁରମ୍ ଫେରି ଆସିଲେ। ଏହି କାହାଣୀ କହିସାରିଲା ପରେ ବେତାଳ ରାଜା ବିକ୍ରମଙ୍କୁ ପଚାରିଲେ, ହେ ରାଜନ୍, ଯଦିଓ ଇନ୍ଦ୍ରସେନ ଏବଂ ଚନ୍ଦ୍ରଭାନୁ ଗୋଟିଏ ପିତାଙ୍କର ପୁତ୍ର, ତଥାପି ସେମାନଙ୍କ କ୍ଷେତ୍ରରେ ଏପରି ବିପରୀତ ଆଚରଣ ବା ଗୁଣ କାହିଁକି ଦେଖାଯାଉଥିଲା? ଜଣେ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟବହାର କରୁଥିବା ବେଳେ ଆଉ ଜଣେ ଥିଲେ ବୀର ଏବଂ ସାହସୀ। ଯଦି ତୁମେ ଏହି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ନୀରବ ରହିବ, ତେବେ ତୁମର ଶିର ଚୂର୍ଣ୍ଣ ହୋଇ 100 ଭାଗରେ ବିଭକ୍ତ ହେବ। ରାଜା ବିକ୍ରମ ଉତ୍ତର ଦେଲେ, ଚନ୍ଦ୍ରଭାନୁ ଏବଂ ଇନ୍ଦ୍ରସେନ ଯଦିଓ ଜଣେ ପିତାଙ୍କର ପୁତ୍ର ଥିଲେ, ଉଭୟ ସମ୍ପୂର୍ଣ୍ଣ ବିପରୀତ ପରିବେଶରେ ବଢ଼ିଥିଲେ। ଇନ୍ଦ୍ରସେନ ଏକ ସୁସ୍ଥ ଏବଂ ସକାରାତ୍ମକ ପରିବେଶରେ ବଢ଼ିଥିଲେ ଏବଂ ଉତ୍ତମ ଆଚରଣ ଶିକ୍ଷା କରିଥିଲେ, କିନ୍ତୁ ଚନ୍ଦ୍ରଭାନୁ ତାଙ୍କର ପିତା, ଦୁଷ୍ଟ ମନ୍ତ୍ରୀ ଏବଂ ସେନାପତିଙ୍କର ଛତ୍ରଛାୟା ତଳେ ବଢ଼ିଥିଲେ, ତେଣୁ ସେ ଖରାପ ବ୍ୟବହାର ଶିକ୍ଷା କରିଥିଲେ। ସେଥିପାଇଁ ସେମାନଙ୍କ ପରି ନିଷ୍ଠୁର ଓ କୁପଥଗାମୀ ହୋଇଯାଇଥିଲେ। ସେଥିପାଇଁ ସେମାନଙ୍କ ବ୍ୟବହାରରେ ପାର୍ଥକ୍ୟ ଦେଖାଯାଇଥିଲା। ପରିବେଶ ହିଁ ଏହାର କାରଣ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କୁ ସୁସ୍ଥ ପରିବେଶକୁ ସ୍ଥାନାନ୍ତରିତ କରିନିଆଗଲା, ସେ ତାଙ୍କର ଚରିତ୍ର ବଦଳାଇଲେ। ମୋର କଥା ବର୍ଣ୍ଣନା କରିବା ପାଇଁ ଗୋଟିଏ କାହାଣୀ କହିବି। ଏହା ତୁମର ସନ୍ଦେହ ଦୂର କରିବ। ଥରେ ଜଣେ ଶିକାରୀ 2ଟି ଶୁଆଛୁଆଙ୍କୁ ନେଇଗଲା। ଛୁଆ 2ଟି ତୁରନ୍ତ ଅଣ୍ଡାରୁ ଫୁଟି ବାହାରିଥିଲେ। ସେ ଛୁଆ 2ଟିଙ୍କୁ ବସାରୁ ଉଠାଇ ସାଥିରେ ନେଇଗଲା। ସେମାନଙ୍କ ମଧ୍ୟରୁ ଗୋଟିଏ ଶୁଆ ପକ୍ଷୀ କଅଁଳିଲା ମାତ୍ର ଉଡ଼ି ଚାଲିଗଲା ଏବଂ ଜଣେ ଋଷିଙ୍କ କୁଡ଼ିଆରେ ପହଞ୍ଚିଲା। ଋଷି ଶୁଆଟିକୁ ପଞ୍ଜୁରୀରେ ରଖି ତାଙ୍କର କୁଟୀର ସମ୍ମୁଖରେ ଝୁଲାଇ ଦେଲେ। ଶିକାରୀ ମଧ୍ୟ ତା ପାଖରେ ଥିବା ଶୁଆଟିକୁ ପଞ୍ଜୁରୀରେ ରଖି ତାର ଗୃହ ସମ୍ମୁଖରେ ଝୁଲାଇ ଦେଲା। ଦିନେ ରାଜା ଶିକାର କରିବା ପାଇଁ ଜଙ୍ଗଲକୁ ଆସିଲେ। ତାଙ୍କୁ ଭାରି ଶୋଷ ଲାଗିଲା। ସେ ପାଣି ପିଇବା ପାଇଁ ଶିକାରୀର ଗୃହକୁ ଆସିଲେ ଏବଂ ସେଠାରେ ପାଣି ପିଇବା ପାଇଁ ମାଗିଲେ। ଶୁଆଟି ଚିତ୍କାର କରିବା ପାଇଁ ଆରମ୍ଭ କଲା, ତୁମେମାନେ ସବୁ କିଏ? କାହିଁକି ଏଠାକୁ ଆସିଛ? ତୁମମାନଙ୍କ ପାଇଁ ପାଣି ନାହିଁ। ମୁଁ ତୁମକୁ ମାରିଦେବି। ରାଜା ଏବଂ ତାଙ୍କର ସହଚରବୃନ୍ଦ ସେଠାରୁ ଫେରିଯାଇ ହତାଶ ହୋଇ ଋଷିଙ୍କର ଆଶ୍ରମରେ ପହଞ୍ଚିଲେ। ଯେତେବେଳେ ସେମାନଙ୍କୁ ପଞ୍ଜୁରୀ ଭିତରେ ଥିବା ଶୁଆଟି ଦେଖିଲା, ସେ ଚିତ୍କାର କଲା, ହେ ମହାତ୍ମା, ଦୟାକରି ଆସନ୍ତୁ। ଦୟାକରି ଆଜିକ ପାଇଁ ଆମର ଅତିଥି ହୁଅନ୍ତୁ। ଆପଣମାନଙ୍କର ସେବା କରି ମୁଁ ଆନନ୍ଦିତ ହେବି। ଏହା କହି ସେମାନଙ୍କୁ ନିମନ୍ତ୍ରଣ କଲା। ରାଜା ଏବଂ ତାଙ୍କର ସହଚରବୃନ୍ଦ ବିସ୍ମିତ ହେଲେ। ରାଜା ଜାଣିବାକୁ ପାଇଲେ ଯେ 2ଟିଯାକ ଶୁଆ ଗୋଟିଏ ବସାରେ ଆସିଛନ୍ତି। ତାପରେ ସେ ଋଷିଙ୍କୁ ପଚାରିଲେ, ହେ ସାଧୁ ମହାତ୍ମା, 2ଟିଯାକ ଶୁଆ ଗୋଟିଏ ବସାରେ ହୋଇ ସେମାନଙ୍କର ବ୍ୟବହାରରେ ଏତେ ପାର୍ଥକ୍ୟ କିପରି ସମ୍ଭବ? ଋଷି ହସି ଉତ୍ତର ଦେଲେ, ଏହାର କାରଣ ହେଉଛି ପାରିପାର୍ଶ୍ୱିକ ପରିବେଶ। ଶିକାରୀ ଘରେ ଥିବା ଶୁଆ ଶିକାରୀ ପରି ବ୍ୟବହାର କଲା ଏବଂ ମୋ ଘରେ ଥିବା ଶୁଆ ମୋତେ ଅନୁକରଣ କଲା। ସେଥିପାଇଁ ରାଜନ୍, ଆମେ ପିଲାମାନଙ୍କୁ ଉତ୍ତମ ପରିବେଶ ମଧ୍ୟରେ ପାଳିବା ଉଚିତ। ଚନ୍ଦ୍ରଭାନୁ ଏବଂ ଇନ୍ଦ୍ରସେନଙ୍କ ଆଚରଣରେ ପାର୍ଥକ୍ୟର କାରଣ ମଧ୍ୟ ସେମାନଙ୍କର ପାରିପାର୍ଶ୍ୱିକ ପରିବେଶ। ବେତାଳ, ଏବେ ତୁମର ସନ୍ଦେହ ଦୂର ହେଲା ତ? ରାଜା ବିକ୍ରମ କହିଲେ। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ଶବସ୍ଥିତ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।